ଦେଖନ୍ତୁ ଯଦି ଆପଣଙ୍କ ପାଖରେ ରାସନ କାର୍ଡ ନାହିଁ ତାହେଲେ ଆପଣ ସରକାରଙ୍କର ଯେକୌଣସି ଯୋଜନା ଯେପରିକି ପିଏମ କିଷାନ ଆଗରୁ ଯୋଉ ଦିଆ ହଉଥିଲା ଆମର କାଳିଆ ଯୋଜନା ଏବେ ବି ଚାଲିଛି। ତା ସହିତ ଏବେ ଯୋଉ ସୁଭଦ୍ରା ଯୋଜନା ଆସିଛି ଯୋଉଟା କି ଆମର ବିଏସ୍ କ୍ରାଏ ସ୍କିମ୍ ଯାହା ବି ଆମର ସ୍କିମ୍ ଅଛି ସେଥିରୁ ଆପଣ ପାଇବାକୁ ବଞ୍ଚିତ ହେବେ। ତ ଜଣେ ଲୋକର ନିହାତି ରାସନ କାର୍ଡ ଦରକାର ଯେଉଁମାନେ କି ଗଭର୍ଣ୍ଣମେଣ୍ଟ ଚାକିରି କରିନାହାନ୍ତି। ଆପଣ ମାନେ ଚାହୁଁଥିବେ ଯେ କେମିତି ଗୋଟେ ରାସନ କାର୍ଡ ଟେ ହେଇଯାଉ। ଚାଲନ୍ତୁ ଜାଣିବା କିପରି ଆପ୍ଲାଏ କରିବା। ତ ଆପ୍ଲାଏ କରିବା ପାଇଁ ପ୍ରଥମେ କଣ କରିବା ନା ମୁଁ ଗୁଗୁଲ କ୍ରୋମ କୁ ଯାଉଛି ଭାରି ଗୁଗୁଲ କ୍ରୋମ ରେ ଟାଇପ କରି ଫୁଡ ଓଡିଶା। ଫୁଡ ଓଡିଶା ଉପରେ କ୍ଲିକ୍ କଲା ପରେ ଆପଣ ଦେଖିବେ ଗୋଟେ ନୂଆ ସାଇଟ୍ ଖୋଲିଲା ଯାହାକୁ କହନ୍ତି ଫୁଡ ସପ୍ଲାଇ ଆଣ୍ଡ କନଜ୍ୟୁମର ୱେଲଫେୟାର ଡିପାର୍ଟମେଣ୍ଟ। ସେଠି କ୍ଲିକ୍ କଲି। କ୍ଲିକ୍ କଲା ପରେ ଦେଖନ୍ତୁ ଗୋଟେ ମେନ୍ ପେଜ ଆସିଲା ଯୋଉଠି ଲେଖା ହେଇଛି ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ସମ୍ବନ୍ଧରେ କୌଣସି ଆପତ୍ତି ଅଭିଯୋଗ ପାଇଁ ଟୋଲ ଫ୍ରି ନମ୍ବର ଏତିକିରେ ଯୋଗାଯୋଗ କରନ୍ତୁ। ଏଇ ନମ୍ବର ଯଦି ଆପଣ ରାସନ ବିଷୟରେ କିଛି ଜାଣିବା ପାଇଁ ଚାହୁଁଛନ୍ତି ଏଇଟା ହଉଛି ଟୋଲ ଫ୍ରି ନମ୍ବର। ଏଠି ଆପଣ କଲ୍ କରି ଜାଣିପାରିବେ। ଯଦି କିଛି ନୂଆ ଆପ୍ଲାଏ କରିବାକୁ ଯଦି ଚାହୁଁଛନ୍ତି କୌଣସି ଅସୁବିଧା ହଉଛି ଆପ୍ଲାଏ କରିବାରେ ଏଠି କଲ୍ କରିବେ। ଦେଖନ୍ତୁ ଏଠି ଆସିଲା ତାର ଏବାଉଟ୍ ସ୍କିମ୍ ସିଟିଜେନ ଇନଫର୍ମେସନ ସ୍କିମ୍ ପ୍ରୋଗ୍ରାମ ପବ୍ଲିକେସନ ଏମିତି ସବୁ ଆସିଲା କିନ୍ତୁ ଆମର ଦରକାର କଣ ନା ଅନଲାଇନ ସର୍ଭିସେସ୍। ଅନଲାଇନ ସର୍ଭିସ ଟା ସେଥିରେ ଆମର ସିଟିଜେନ ସର୍ଭିସ ଅଛି ଗୋଟେ ସେଟା ପବ୍ଲିକ ଯୋଉଟା ଆମେ କାମ କରିବା ରାସନ ଉପରେ ଏଇଟା ସେଇଟା ଦରକାର ହବ। ଦେଖନ୍ତୁ ପ୍ରଥମେ କଣ କରିବେ ନା ଏଠି କ୍ଲିକ୍ କରିବେ ସିଟିଜେନ ସର୍ଭିସ ଟ୍ରାନ୍ସପାରେନ୍ସି ପୋର୍ଟାଲ ପବ୍ଲିକ ଡ୍ୟାଶବୋର୍ଡ। ଆମ ସିଟିଜେନ ସର୍ଭିସ ଦରକାର ସେଠି କ୍ଲିକ୍ କରାହେଲା। ଦେଖନ୍ତୁ ଏଠି ଆସିବ ନାଗରିକଙ୍କ ନିମନ୍ତେ ଅନଲାଇନ ସେବା। ଏଠି ନୂତନ ରାସନ କାର୍ଡ ପାଇଁ ଅନଲାଇନ ଆବେଦନ କରନ୍ତୁ ଯୋଉଟା ଏଇଟା ହଉଛି ରାସନ କାର୍ଡ ସାଇଟ୍। ଏଠି ଏନ୍ଏଫଏସଏସ୍ ନ୍ୟାସନାଲ ଫୁଡ ସିକ୍ୟୁରିଟି ଆକ୍ଟ ଯୋଉଟା ଏସଏଫଏସଏସ୍ ଷ୍ଟେଟ ଫୁଡ ୟା ଭିତରେ ଆପଣ କୋଉଟା ଆପ୍ଲାଏ କରିବେ। ଏଠି କଣ କରିବେ ନା ଆପ୍ଲାଏ ନିଉ କାର୍ଡ ଯଦି ସେଣ୍ଟର ଟା କରିବେ ଡାଇରେକ୍ଟ ଏନ୍ଏଫଏସଏ ରେ ଆସିଯିବେ କିନ୍ତୁ ଆମେ ଷ୍ଟେଟ ରେ କରିବା। ଯଦି ଆପଣ ଅନଲାଇନ କରିବେ ରାସନ ଟାକୁ ଏନ୍ଏଫଏସଏ ରେ ତାହେଲେ ମୁଁ ଆପ୍ଲାଏ କରିକି 2 ଦିନ ତଳେ ଦେଖିଥିଲି ସେଥିରେ ସେଭ୍ ଅପସନ ଟା ସେଭ୍ ହଉନି। କିନ୍ତୁ ଏସଏଫଏସଏ କଲା ପରେ ଏଟା ସେଭ୍ ହଉଛି। କିନ୍ତୁ ଯଦି ଚାହୁଁଛନ୍ତି ଗୋଟେ ଆଡିସନ କରିବା ପାଇଁ ଆଡିସନ ମେମ୍ବର ଯଦି ଜଣେ ମେମ୍ବର କୁ ଆଡିସନ କରିବେ 2-3 ଜଣ ଅଛନ୍ତି ଆଉ ଜଣକୁ ଆଡ କରିବେ ତାହେଲେ ଏନ୍ଏଫଏସଏସ୍ ରେ କରନ୍ତୁ ଏନ୍ଏଫଏସଏ ରେ କରନ୍ତୁ। ଆଉ ଯଦି ଡିଲିଟ ମେମ୍ବର କରିବେ କିମ୍ବା ଡାଉନଲୋଡ ରାସନ କରିବେ ବି ସେଇଟା ଏନ୍ଏଫଏସଏ ରେ ହବ। ଟ୍ରାନ୍ସଫର ମେମ୍ବର କେମିତି ହବ ନା ଜଣଙ୍କର ନାଁ ଅଛି କଣ ନା ଗୋଟେ ପୁରୁଣା ରାସନ କାର୍ଡ ଆଉ ଗୋଟେ ସିଏ ବାହା ହେଇଗଲା ପରେ ଗୋଟେ ନୂଆ ରାସନ କୁ ଆସିବ ସେଇ ଜାଗାରେ ଟ୍ରାନ୍ସଫର ମେମ୍ବର ଟା କରିପାରିବେ। ଯଦି ଚାହୁଁଛନ୍ତି ନୂଆ ଆପ୍ଲାଏ କରିବା ପାଇଁ ତାହେଲେ ଆପ୍ଲାଏ ନ୍ୟୁ କାର୍ଡ ଏଇଟା ଏସଏଫଏସଏ ରେ କରନ୍ତୁ। ଯଦି ହଉଛି କାହାର ମତେ କମେଣ୍ଟ କରି ଜଣାନ୍ତୁ ଏନ୍ଏଫଏସଏ ଯଦି ହଉଛି ତ ଚାଲନ୍ତୁ ଆପ୍ଲାଏ କରିବା। ଦେଖନ୍ତୁ ଆପ୍ଲାଏ କରିବା ପାଇଁ ହେଲେ ପ୍ରଥମେ କଣ ନା ରେସିଡେନ୍ସିଆଲ ଆଡ୍ରେସ ଟା ଦବାକୁ ପଡିବ। ଏଇଟା ହେଲା ସେଇ ପେଜ ଟା ଯୋଉଥିରେ ଆମେ ଏସଏଫଏସଏ ରେ ଆପ୍ଲାଏ କରିବା। ଏଠି ପ୍ରଥମେ କଣ ଲେଖିବେ ନା ନିଜ ଡିଷ୍ଟ୍ରିକ୍ଟ ଲେଖିଦେବେ ଯାହା ବି ହଉଛି ଡିଷ୍ଟ୍ରିକ୍ଟ ତାପରେ ବ୍ଲକ ତାପରେ ପଞ୍ଚାୟତ ତାପରେ ନିଜ ପଞ୍ଚାୟତ ଦେଇଦେବେ। ତାପରେ ଏଠି ଆସିବେ ଭିଲେଜ ଯୋଉଟା ଭିଲେଜ ଆପଣଙ୍କ ସେ ନିଜ ଗାଁ ଟା ଦେଇଦେବେ। ତା ପ୍ଲଟ ନମ୍ବର ଏଠି ପ୍ଲଟ ନମ୍ବର ଦେବେ କିମ୍ବା ନିକଷ୍ଟ ଯେମିତି ଦେଖା ନିୟର ଶିବ ଟେମ୍ପଲ ନିୟର ଯୋଉ ଟେମ୍ପଲ କି ନିୟର ଏଇ ରୋଡ ଏମିତି ଲେଖିଲେ ବି ହବ। ଯଦି ଆପଣ ଚାହୁଁଛନ୍ତି ପର୍ଟିକୁଲାର ପ୍ଲଟ ନମ୍ବର ଦବା ପାଇଁ ତାହେଲେ ଦେଇପାରିବେ। ଏଠି ତାର ପିନକୋଡ ଦେଇଦବା ଯାହାବି ଆପଣଙ୍କର ପିନକୋଡ ହେଇଥିବ ଲେଖିଦେବେ। ତାପରେ ଏଠି ଆସିବ ଆପଣଙ୍କର ବେନିଫିସିଆରୀ ନେମ୍। ବେନିଫିସିଆର ନେମ ରେ କଣ କରିବେ ନା ଏଠି ଦେଖନ୍ତୁ ବେନିଫିସିଆର ନେମ ରେ ଧରନ୍ତୁ ଜଣଙ୍କର ନେମ ଅଛି ନେମ ଲେଖା ହେଲା ତାକୁ ଓଡିଆରେ କେମିତି ଲେଖିବେ ମନେକର ମୁଁ ଏଠି ଓଡିଆରେ ଲେଖିବାକୁ ଚାହୁଁଛି କିଭଳି ଲେଖିବି ଆଉ ଗୋଟେ ଟ୍ୟାବକୁ ଚାଲନ୍ତୁ ସେଠି ଲେଖା ହେଇଛି ସର୍ଚ୍ଚ କରିବେ ଗୁଗୁଲ ଇନପୁଟ ଟୁଲସ ଗୁଗଲ ଇନପୁଟ ଟୁଲସ ସେଠି ଆସିବେ ଗୁଗଲ ଇନପୁଟ ଟୁଲ କ୍ଲିକ୍ କରିବେ ଟ୍ରାଏ ଇଟ୍ ଆଉଟ୍ ତାପରେ ଏଠି ଇଂଲିଶ କୁ ଯୋଉ ଭର୍ସନ କରିବେ ଯେମିତି ମୁଁ ଓଡିଆ କଲି ଆସିଲା ଏଠି ଆସିଲା କଣ ନା ସେ ନାଁ ର ଓଡିଆ ଫର୍ମାଟ ଆସିଗଲା ତାପରେ ଦାସ ଟିଏ ଏସ ଏଚ ଆପଣ ଦେଖିବେ ତାଲବେଶ ଦନ୍ତେଶ ନାଶ ଏମିତି ଆସିଲା ଏଠୁ କଣ କରିବି ନା ମୁଁ ରାଇଟ କ୍ଲିକ କଲି କପି ଏଠି ଫୁଲ ଓଡିଶାକୁ ଆସିଲି ଏଠି କରିବି ପେଷ୍ଟ ଏମିତି ସବୁ ଲେଖିବେ ଫୁଲ ନେମ ଏଠି ତାଙ୍କ ଜେଣ୍ଡର ମେଲ କି ଫିମେଲ ଲେଖିବେ ତାପରେ ଡେଟ୍ ଅଫ ବାର୍ଥ ଲେଖିବେ ତାଙ୍କ ଡେଟ୍ ଅଫ ବାର୍ଥ ଯାହା ବି ହେଇଥିବ ଲେଖିବେ ତାପରେ ଏଠିକି ଆସି ଏପିକ ନମ୍ବର ମାନେ ତାଙ୍କର ହଉଛି କଣ ଏଟା ଏପିକ ନମ୍ବର ଠି ଲେଖିବେ ତାଙ୍କର ଭୋଟର ଆଇଡି କାର୍ଡ ନମ୍ବର
ଭୋଟର ଆଇ କାର୍ଡ ପରେ ଆଧାର ନମ୍ବରଟା ଲେଖିବେ, ଯଦି ଆଧାର ନମ୍ବର ନଥିବ ଆଧାର ଏନରୋଲମେଣ୍ଟ ନମ୍ବର ଲେଖିବେ। ତାପରେ ତାଙ୍କ ଫାଦର୍ସ ନେମ୍, ଏଠି ମେନ୍ କଥା ହଉଛି ଦେଖନ୍ତୁ ଫାର୍ଷ୍ଟରୁ ଏଠି ଫୁଲ୍ ନେମ୍ ଲେଖିବେ। ଘରର ମୁଖ୍ୟ ହଉଛନ୍ତି କିଏ ନା ମହିଳା, ଘରର ମୁଖ୍ୟ ହଉଛନ୍ତି ଓମ୍ୟାନ୍, ତେଣୁ ତାଙ୍କୁ ଏଠି ପଡିବ ହେଡ୍। ଏଠି ଲେଖିବେ ହେଡ୍, ଘର ମୁଖ୍ୟ ହେଲେ ତାଙ୍କୁ ଲେଖିବେ ଏଠି ହେଡ୍ ବୋଲି। ତାପରେ ଆସିବେ ନେକ୍ସଟ ଏପିକ୍ ନମ୍ବର, ତାପରେ ତାଙ୍କର ଆଧାର ନମ୍ବର ଲେଖିବେ। ଏଠି ଆଧାର ନମ୍ବରଟା ଲେଖା ହବ, ତାର ଆଧାର ଏନରୋଲମେଣ୍ଟ ନମ୍ବର, ତାପରେ ତାଙ୍କ ଫାଦର୍ସ ନେମ୍ ଲେଖିବେ। ଫାଦର୍ସ ନେମ୍ ତାପରେ ସ୍ପାଉସ ନେମ୍, ତାଙ୍କ ସ୍ୱାମୀଙ୍କ ନାଁ ଲେଖିବେ। ତାଙ୍କର ଘର ମୁଖ୍ୟ ଯିଏ ହେଇଥିବେ ତାଙ୍କ ସ୍ୱାମୀଙ୍କ ନାମ ଲେଖିବେ, ହଜବେଣ୍ଡ ନେମ୍। ହଜବେଣ୍ଡ ନେମ୍ ଲେଖିବେ, ତାପରେ ଜେଣ୍ଡର ମେଲ୍ କି ଫିମେଲ ଲେଖିବେ, ତାଙ୍କ ଡେଟ୍ ଅଫ ବାର୍ଥ ଲେଖିବେ, ତାଙ୍କର ସେଠି ଲେଖା ହବ ତାଙ୍କର ହଜବେଣ୍ଡ ବୋଲି ଲେଖା ହବ। ତାପରେ ତାଙ୍କର ଏଠି ଏପିକ୍ ନମ୍ବର ଲେଖିବେ, ତାପରେ ଆଧାର ନମ୍ବର, ଯଦି ନଥିବ ଏନରୋଲମେଣ୍ଟ ନମ୍ବର ଲେଖିବେ, ତାପରେ ତାଙ୍କ ଫାଦର୍ସ ନେମ୍ ଲେଖିବେ। ଏଠି ଏଠି ଯୋଉ ଫାଦର୍ସ ନେମ୍ ଲେଖା ହେଲା, ଏଠି ସେଇ ଘରର ମୁଖ୍ୟ ଯିଏ ତାଙ୍କ ବାପାଙ୍କ ନାଁ ଲେଖା ହବ, ତାଙ୍କ ଶ୍ୱଶୁରଙ୍କ ନାଁ ଲେଖା ହବ ନାହିଁ। ଦେଖନ୍ତୁ ଏଠି ତାଙ୍କର ପିଲାଙ୍କ ନାଁ ମନେକର ଯାହା ବି ହଉ ସେଠି ଲେଖିବେ, ସେ ମେଲ୍ କି ଫିମେଲ ଲେଖିବେ, ତାଙ୍କ ଡେଟ୍ ଅଫ ବାର୍ଥ ଏଠି ଯାହା ବି ହଉ ଏଠି ପକେଇଦେବେ। ତାପରେ ତାଙ୍କର ଏଠି ସିଏ ସନ୍ ହେଲେ ପୁଅ କି ଡଟର ହେଲେ ଝିଅ ଏଠି ଲେଖିଦେବେ। ଘର ମୁଖ୍ୟଙ୍କ ସହିତ ତାଙ୍କୁ ରିଲେଟ୍ କରିକି ଲେଖିବେ। ଘର ମୁଖ୍ୟ ଯୋଉ ସ୍ତ୍ରୀ ଲୋକ ହେଇଥିବେ ତାଙ୍କର ଏଇ କଣ ହେବେ ସନ୍, ସେମିତି ଲେଖିବେ। ତାପରେ ଏଠି ଏପିକ୍ ନମ୍ବର ତ ଛୋଟ ପିଲାଙ୍କ ଯଦି ନଥିବ ବଡ ଲୋକଙ୍କର ଦେବେ, ଯୋଉଟା କି ହଉଛି ଆପଣଙ୍କ ଭୋଟର। ତାପରେ ଆଧାର ନମ୍ବର, ଫାଦର୍ସ ନେମ୍ ଲେଖିବେ। ଏମିତି ଲେଖିଲା ପରେ ଆସିଯିବେ ପୁରା ତଳକୁ ଆସିବେ। ଏଠି ରାଇସ୍ ଏଫଏସ୍ ଆପଣଙ୍କର ଡିଲର ଯିଏ ଆପଣଙ୍କ ଡିଲର ହେଇଥିବେ, ଡିଲରଙ୍କର ଆପଣ ପଚାରି ଦେଇଥିବେ ଯେ ତାଙ୍କ ଡିଲରଙ୍କର ଏଫଏସ୍ କୋଡ୍ ଟା କଣ। ଦେଖନ୍ତୁ ଏଠି ହଉଛି 7010, ଯୋଉଟା କି ଏଠି ଲେଖା ହେଇଛି W012, ଏଇଟା ଗୋଟେ ହଉଛି କୋଡ୍। ଏଠି କୋଡ୍ ନମ୍ବର ଲେଖିବେ, ଆସିବେ। ତାପରେ ଏଠି ଅଟୋ ଇନକ୍ଲୁଜନ ଏଠି ଲେଖିଦେବେ। ଯଦି ଆପଣ ଏଇ ଯୋଉ କ୍ରାଇଟେରିଆରେ ଫିଲ୍ଅପ୍ ହଉନି ଆପଣଙ୍କର, ତ କେବଳ ଲେଖିଦେବେ ଯେ ଆପଣ ଡିପେଣ୍ଡ ଅନ୍ ଡେଲି ୱେଜ୍ ଲେବର। କାହିଁକିନା ଏଠି ଆପଣ ଟ୍ରାଇବାଲ ଗ୍ରୁପରେ ଯଦି ଯାଉଥିବେ ଲେଖିବେ ହାଉସ ହୋଲ୍ଡ ୱିଦାଉଟ୍ ସେଲ୍ଟର, ଯଦି ଘର ନଥିବ। ତାପରେ ସବୁ ଲେଖିବେ ୱିଡୋ, ତାପରେ ଟ୍ରାନ୍ସଜେଣ୍ଡର, ଡିଜେବିଲିଟି ପର୍ସନ ମାନେ ବି ଆପ୍ଲାଏ କରିପାରିବେ ଯଦି ରାସନ ନଥିବ। ତାର ଓଲ୍ଡ ପର୍ସନ 60+ ଲୋକ ଯଦି କିଛି ସପୋର୍ଟ ନଥିବ ତାହେଲେ ଆପ୍ଲାଏ କରିପାରିବେ। ଟ୍ରାନ୍ସଜେଣ୍ଡର, ତାପରେ ଇଣ୍ଡିଭିଜୁଆଲ ଓଲ୍ଡ ଏଜ୍, ତାପରେ ଆସିବ ଲେପ୍ରୋସି ବା HIV ବୋଦର, କିନ୍ତୁ ଆପଣ ମେଜରିଟି କେସରେ ଲେଖିବେ ଡିପେଣ୍ଡ ଅନ୍ ଡେଲି ୱେଜ୍ ଲେବର। ତାଠି ମୋବାଇଲ ନମ୍ବର ଦେବେ, ଯୋଉ ନମ୍ବରଟା ଦେବେ ସେଠି OTP ଯିବ। ତାପରେ ବ୍ୟାଙ୍କ ନେମ୍ ଦେବେ, ଯୋଉ ବ୍ୟାଙ୍କରେ ଘରର ମୁଖ୍ୟ କିଏ ନା ଯିଏ ବି ଘରର ମୁଖ୍ୟ ହେଇଥିବେ ସ୍ତ୍ରୀ ଲୋକ, ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଦେବେ। ଏକ୍ସାମ୍ପଲ ମୁଁ ଗୋଟେ ବ୍ୟାଙ୍କ ନାମ ଲେଖିଦେଲି ଜଗତପୁର କୋଡ୍, ଏଠି ତାଙ୍କ ଆକାଉଣ୍ଟ ନମ୍ବର ଦେଇଦେବେ, ଏଠି ଦେଖିଦେବେ ସେ ଯିଏ ବି ହେଇଥିବେ ତାଙ୍କର। ଧରି ନିଅନ୍ତୁ ମୋ ନାଁ ଯୋଉ ଲେଖିଛି ସେ ହଉଛନ୍ତି ଘର ମୁଖ୍ୟ, ଆମେ ତାଙ୍କୁ ହେଡ୍ ରଖିଛେ, କିନ୍ତୁ ତାଙ୍କର ନାଁଟା ଏଠି ଲେଖା ହବ। ଏଠି ଯୋଉ ସେଭ୍ ଅପସନ ଅଛି, ସେଭ୍ କଲା ପରେ ପ୍ରିଣ୍ଟ ଆକନଲେଜମେଣ୍ଟ ନମ୍ବର ଉପରେ କ୍ଲିକ୍ କରିବେ। ଯଦି ପ୍ରିଣ୍ଟ ଆକନଲେଜମେଣ୍ଟ ଉପରେ କ୍ଲିକ୍ କଲା ପରେ ଯଦି ଆପଣଙ୍କର ଆସୁନି, ତାହେଲେ କଣ କରିବେ ନା ପ୍ରିଭିୟସ୍ ପେଜକୁ ଯାଆନ୍ତୁ। ଏଠି ଦେଖିବେ ଡାଉନଲୋଡ ରାସନ, ଯୋଉ ଲେଖା ହେଇଛି ଡାଉନଲୋଡ ରାସନ ଅପସନ ଲେଖା ହେଇଛି। ଦେଖନ୍ତୁ ଏଠି ଯୋଉ ଡାଉନଲୋଡ ରାସନ କାର୍ଡ ଲେଖା ହେଇଛି ତା ଉପରେ କ୍ଲିକ୍ କରନ୍ତୁ। ତାପରେ ମୁଁ କ୍ଲିକ୍ କଲି। କ୍ଲିକ୍ କଲା ପରେ ଯୋଉ ଫୋନ ନମ୍ବରଟା ଏଥିରେ ଦେଇଛନ୍ତି, ଏଠି ଦେଖନ୍ତୁ ଏଠି ଯୋଉ ଫୋନ ନମ୍ବରଟା ଦେଇଛନ୍ତି, ଏଇ ଯୋଉ ମୋବାଇଲ ନମ୍ବରଟା ଏଇ ଜାଗାରେ ଯୋଉ ଦେଇଛନ୍ତି, ସେଇ ନମ୍ବରଟା ଆପଣଙ୍କର ଏଠି ପକେଇବେ। ଏଠି ଲେଖା ହେଇଛି କଣ ନା ଆକନଲେଜମେଣ୍ଟ ନମ୍ବର ଲେଖା ହେଇଛି, ମୋବାଇଲ ନମ୍ବର ଦେଇଛି। ଏଠି ଆପଣ ଆକନଲେଜମେଣ୍ଟ ନମ୍ବରଟା ବା ଫୋନ ନମ୍ବରଟା ଏଠି ଦେଇଦେବେ। ଆକନଲେଜମେଣ୍ଟ ନମ୍ବର ତ ଆପଣଙ୍କର ନଥିବ, ଫୋନ ନମ୍ବରଟା ଯୋଉ ନମ୍ବର ଦିଆହେଇଥିଲା ସେ ନମ୍ବରଟା ଦେଇଦେବେ। ଦେଇକି ଡାଉନଲୋଡ ଆକନଲେଜମେଣ୍ଟ ନମ୍ବର ମାରିଦେବେ। ମାରିଲା ପରେ ଏଠି ଗୋଟେ ଆସିଯିବ, ଗୋଟେ ରସିଦଟେ ଆସିବ, ସେଟା ପ୍ରିଣ୍ଟ କରିକି ରଖିଥିବେ। ତ ଏଇ ହଉଛି ଆମର ଆପ୍ଲାଏ କରିବା ପ୍ରୋସେସ ରାସନର। ତ ଯଦି ଭିଡ଼ିଓଟି ଭଲ ଲାଗିଥାଏ ଚ୍ୟାନେଲଟିକୁ ସବସ୍କ୍ରାଇବ କରି ରଖିଥାନ୍ତୁ, ନେକ୍ସଟ ଏଇଭଳି ଭିଡ଼ିଓ ଦେଖିବା ପାଇଁ।